always remember in your life until your death. এই ଗୋଟେ କଥାକୁ ଆପଣଙ୍କ ଜୀବନର ମରଣ ପର୍ଯ୍ୟନ୍ତ ମନେ ରଖନ୍ତୁ. Before going to be a spiritual man, be a good human being first. Once again I am to repeat to you. Before going to be a spiritual man, be a good human being first. Because spirituality without morality, spirituality is meaningless. এই ଗୋଟେ କଥାକୁ ଆପଣମାନଙ୍କର ଜୀବନର ମରଣ ପର୍ଯ୍ୟନ୍ତ ମନେ ରଖନ୍ତୁ. ଆତ୍ମିକ ଲୋକ ହେବା ପୂର୍ବରୁ ପ୍ରଥମେ ଜଣେ ଭଲ ମଣିଷ ହୁଅ, ଜଣେ ଭଲ ଚରିତ୍ରକାରୀ, ଭଲ ସ୍ୱଭାବକାରୀ ମଣିଷ ହୁଅ ପ୍ରଥମେ. ମୁଁ ପୁଣି ଥରେ ଆପଣମାନଙ୍କୁ କହିଦେଉଛି, ଆତ୍ମିକ ଲୋକ ହେବା ପୂର୍ବରୁ ଜଣେ ଭଲ ମଣିଷ ହୁଅ ପ୍ରଥମେ. କାରଣ ଭଲ ଚରିତ୍ର ବିନା, ଭଲ ସ୍ୱଭାବ ବିନା, ଭଲ ସ୍ୱଭାବ ଯଦି ନାହିଁ, ଭଲ ଚରିତ୍ର ଯଦି ନାହିଁ, ଯଦି ଆମମାନଙ୍କର ବ୍ୟବହାର ଠିକ୍ ନାହିଁ, ତାହେଲେ ଆମମାନଙ୍କର ଆତ୍ମିକ ଜୀବନ ବେକାର ଅଟେ. ଯଦି ଆମେ ଅନ୍ୟମାନଙ୍କୁ ଭଲରେ ବ୍ୟବହାର କରୁନା, ରେସ୍ପେକ୍ଟ ଦେଉନା, ସମ୍ମାନ କରୁନା, ତାମାନେ ଆମମାନଙ୍କର ଆତ୍ମିକ ଜୀବନ ବେକାର ଅଟେ. ସେଥିପାଇଁ ଆତ୍ମିକ ଲୋକ ହେବା ପୂର୍ବରୁ ଜଣେ ଭଲ ମଣିଷ ହୁଅ. A spiritual man can be identified by his action, by behavior, by his conduct, by his speech. ଗୋଟେ ଆତ୍ମିକ ଲୋକକୁ ତାର ବ୍ୟବହାର ଦେଖି, ତାର କଥାବାର୍ତ୍ତା ଦେଖି, ଅନ୍ୟମାନଙ୍କୁ ସମ୍ମାନ କରୁଥିବା ଦେଖି ଜଣା ପଡ଼ିଥାଏ ସେ କେତେ ଆତ୍ମିକତା ଜୀବନ ଯାପନ କାଟୁଅଛି. If a person is not behaving good, if the person is not saying good, doing good, that means that person is not spiritual. No matter how good he is in study or speaking or in his speech or in his message or in his prayer or reading in the Bible, ସେ କେତେ ଭଲ ଲୋକ ହେଇଥାଉ ନା କାହିଁକି, କେତେ ଭଲ ପ୍ରାର୍ଥନାକାରୀ ଲୋକ ହେଇଥାଉ ନା କାହିଁକି, ସେ କେତେ ଭଲ ବାଇବେଲ ପଢ଼ିବା ଲୋକ ହେଇଥାଉ ନା କାହିଁକି, ସେ କେତେ ବଡ଼ ଜ୍ଞାନୀ ହେଉଥାଉ ନା କାହିଁକି, ସେ ଯଦି ଅନ୍ୟମାନଙ୍କୁ ସମ୍ମାନ ଦେଇ ଜାଣିନାହିଁ, ଅନ୍ୟମାନଙ୍କୁ ଭଲରେ ବ୍ୟବହାର କରୁନାହିଁ, ତାମାନେ ତାର ଆତ୍ମିକ ଜୀବନ ବେକାର ଅଟେ. ସେ ଆତ୍ମିକ ଜୀବନରେ ନାହିଁ. ଜଣେ ଭଲ ଆତ୍ମିକ ଲୋକ ଅନ୍ୟମାନଙ୍କୁ ସମ୍ମାନ କରେ, ଅନ୍ୟମାନଙ୍କୁ ଭଲ ବ୍ୟବହାର କରେ, ଅନ୍ୟମାନଙ୍କୁ ରେସ୍ପେକ୍ଟ ଦିଏ. Once again I am to realize you. Before going to a spiritual man, be a good human being first. ମୁଁ ପୁଣି ଥରେ ଆପଣମାନଙ୍କୁ ମନେ ପକାଇ ଦେଉଛି, ଜଣେ ଆତ୍ମିକ ଲୋକ ହେବା ପୂର୍ବରୁ ପ୍ରଥମେ ଜଣେ ଭଲ ମଣିଷ ହୁଅ. କାରଣ ଆତ୍ମିକ ଜୀବନ ବେକାର ଅଟେ ଯଦି ଆପଣର ମୋର ଯଦି ଆମମାନଙ୍କର ବ୍ୟବହାର ଠିକ୍ ନାହିଁ, କଥାବାର୍ତ୍ତା ଠିକ୍ ନାହିଁ, ଅନ୍ୟମାନଙ୍କୁ ସମ୍ମାନ ଦେଇ ଜାଣିନୁ, ତାମାନେ ଆମମାନଙ୍କର ଆତ୍ମିକ ଜୀବନ ବେକାର ଅଟେ. Spirituality without morality is meaningless. ଯଦି ଆମମାନଙ୍କ ବ୍ୟବହାର ଠିକ୍ ନାହିଁ, ତାହେଲେ ଆମମାନଙ୍କର ଆତ୍ମିକ ଜୀବନ ବେକାର ଅଟେ. କେତେ ଭଲ ପ୍ରାର୍ଥନା କରିଥାଉ ନା କାହିଁକି, କେତେ ଭଲ ବାଇବେଲ ପ୍ରଚାର କରିଥାଉ ନା କାହିଁକି, ତାର ଯଦି ବ୍ୟବହାର ଠିକ୍ ନାହିଁ, ତାହେଲେ ତାମାନେ ସେ ଆତ୍ମିକ ଜୀବନ ନାହିଁ. The Bible clearly saying, if the person is not loving, not behaving properly to the others, then how we can loving to God? How we can spending time with God, whom he did not see? ଯଦି ଜଣେ ଲୋକ ତାର ଭାଇମାନଙ୍କୁ ସମ୍ମାନ କରି ଜାଣିନାହିଁ, ତାର ଲୋକ ପାଖକୁ ରେସ୍ପେକ୍ଟ ଦେଇ ଜାଣିନାହିଁ, ଭଲରେ କଥାବାର୍ତ୍ତା କରୁନାହିଁ, ତାମାନେ ଯିଏ କି ପ୍ରଭୁକୁ ଯିଏ ଦେଖିନାହିଁ, ଯାହାକୁ ଆମେ ଦେଖିନାହୁଁ, ତାକୁ ଆମେ କିପରି ପ୍ରେମ କରିପାରିବା? ଯଦି ଆମେ ଯାହାକୁ ଦେଖୁଛୁ ତାକୁ ସମ୍ମାନ କରି ଜାଣିନୁ, ଆମମାନଙ୍କୁ ବ୍ୟବହାର ଠିକ୍ ନାହିଁ, କଥାବାର୍ତ୍ତା ଠିକ୍ ନାହିଁ, ତ ଆମେମାନେ ଯାହାକୁ ଦେଖିନାହୁଁ ଆଖିରେ, ତାକୁ ଆମେ କିପରି ବ୍ୟବହାର କରିପାରିବୁ ସେ କଥା କୁହନ୍ତୁ. So a spiritual man can be identified, determined by his action, by his speech, by his conduct. These things always remember in your life.
ଗୋଟେ ଆତ୍ମିକ ଲୋକକୁ ତାର କଥାବାର୍ତ୍ତା, ତାର ବ୍ୟବହାର, ତାର ସମ୍ମାନ, ଅନ୍ୟମାନେ କିପରି ସମ୍ମାନ ଦେଇ କଥାବାର୍ତ୍ତା, ସେଇଥିରୁ ଜଣା ପଡ଼ିଥାଏ ସେଇ ଲୋକ ସେ କେତେ ପ୍ରଭୁଙ୍କଠାରେ ଘନିଷ୍ଠ, ସେ କେତେ ଆତ୍ମିକ ଜୀବନଯାପନ କାଟୁଅଛି ତାହା ଜଣା ପଡ଼ିଥାଏ। ଯେଉଁ ଲୋକ ଯେତିକି ଅନ୍ୟମାନଙ୍କ ସହିତ ପ୍ରେମତାରେ ବ୍ୟବହାର କରୁଅଛି, ମିଶିକି ରହୁଛି, ସେଇ ଲୋକ ସେତିକି ପ୍ରଭୁଙ୍କଠାରେ ଘନିଷ୍ଠ, ସେତିକି ପ୍ରଭୁଙ୍କଠାରେ ମିଶିକି ରହିଅଛି। ଏଇ କଥାକୁ ସବୁବେଳେ ମନେ ରଖନ୍ତୁ। ଦ୍ୟାଟ୍ ଇଜ୍ ହ୍ୱାଇ ଆଇ ଏମ୍ ସେଇଂ ବିଫୋର୍ ଗୋଇଂ ଟୁ ସ୍ପିରିଚୁଆଲ ବି ଏ ଗୁଡ୍ ହ୍ୟୁମାନ୍ ବିଂ। ସେଥିପାଇଁ ମୁଁ କହୁଛି ଆତ୍ମିକ ଲୋକ ହେବା ପୂର୍ବରୁ ପ୍ରଥମେ ଗୋଟେ ଭଲ ମଣିଷ ହୁଅ, ନହେଲେ ଆତ୍ମିକ ଜୀବନ ବେକାର ଅଟେ। ଯଦି ଆପଣମାନଙ୍କର ଆଉ ମୋର ଯଦି ବ୍ୟବହାର ଠିକ୍ ନାହିଁ, କଥାବାର୍ତ୍ତା ଠିକ୍ ନାହିଁ, ଅନ୍ୟମାନଙ୍କୁ ରେସ୍ପେକ୍ଟ କରି ଜାଣିନାହୁଁ, ତା ମାନେ ଆମମାନଙ୍କ ଆତ୍ମିକ ଜୀବନ କିଛି ମଧ୍ୟ ନାହିଁ, ବେକାର ଅଟେ। This was my opinion. Let me know what is your opinion. Do comment on this video and ask question if you have any question and doubt. ଏଇଟା ହେଉଛି ମୋର ମତାମତ, ମୁଁ ଜାଣିବା ପାଇଁ ଚାହୁଁଛି ଆପଣମାନଙ୍କର ମତାମତ କ'ଣ। ଯଦି ଆପଣମାନଙ୍କର କୌଣସି ମଧ୍ୟ ଡାଉଟ୍ ଅଛି, କୋଶ୍ଚିନ୍ ଅଛି ଏଇ ବିଷୟରେ, ତାହେଲେ କୋଶ୍ଚିନ୍ କରନ୍ତୁ, ପ୍ରଶ୍ନ ପଚାରନ୍ତୁ କମେଣ୍ଟ ବକ୍ସରେ, ଆପଣମାନଙ୍କର ମତାମତ ଜଣାନ୍ତୁ। Do comment on this video.